हाय ସାଙ୍ଗମାନେ ନମସ୍କାର। ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ତ ଚାଲନ୍ତୁ ଆଜି ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ତ ଚାଲନ୍ତୁ ଆଜିର ବ୍ଲଗ୍ ଭିଡ଼ିଓ ଆରମ୍ଭ କରିନେବା। ତ ଏଇଟା ଥିଲା ଆମର ଶୁକ୍ରବାରର ଭିଡ଼ିଓଟା। ତ ଶୁକ୍ରବାର ଆଙ୍କର ଯେହେତୁ ଛୁଟି ଥିଲା, ଏ ସକାଳୁ ଯାଇକି ସବୁ ମାର୍କେଟରୁ ସବୁ କିଛି ନେଇକି ଆସିଛନ୍ତି। ଯାହା ସବୁ ନଥିଲା ନେଇକି ଆସିଛନ୍ତି, ଟମାଟୋ ଆଉ ଆଳୁ, ରସୁଣ, ଲେମ୍ବୁ, ଜହ୍ନି, ଭେଣ୍ଡି, ତ ଏମିତି ସବୁ ନେଇକି ଆସିଥିଲେ। ଆଉ ପିଆଜ ସେଣ୍ଡା ଆଣିଥିଲେ। ତ ପିଆଜ ସେଣ୍ଡାଟା ଆଣିଥିଲେ ଝିଅ ପାଇଁ ଫ୍ରାଏ ରାଇସ୍ ହେବ। ଆଉ ଗାଜର ଆଣିଛନ୍ତି, ଫ୍ରାଏ ରାଇସ୍ କେତେଟା କରୁଛି, କେତେ ନୁଡ଼ଲ୍ସ କରୁଛି, ଏମିତି ତ ସବୁ ବନଉଛି। ତ ସେସବୁ ନେଇକି ଆସିଥିଲେ। ଆଉ ତାକୁ ଯେ ରଖୁଛନ୍ତି ମୋତେ ଚିଡ଼ୁଥିଲେ, ତ ଏତିକି ବେଳକୁ ଭିଡ଼ିଓ କରିବ, ଇଏ କରିବ, ଆଉ କିଏ ଆସିଲା କ'ଣ ରଖାରଖି କରିବ କି କ'ଣ କରିବ, ଭିଡ଼ିଓ କରିବାକୁ ପଳେଇ ଆସିଲେ ଚିଡ଼ୁଛନ୍ତି ଆଉ ନିଜେ ରଖୁଛନ୍ତି। ମୁଁ କହିଲି ରଖ, ଯାହା ଚିଡ଼ିବା କଥା ଚିଡ଼। ତ ମୁଁ ଆଗେ କହିଲି, ମୁଁ ତାଙ୍କ କଥାରେ ଖାଲି ହସୁଥିଲି, ସେଥିପାଇଁ ସାଉଣ୍ଡଟା ଟିକେ ମ୍ୟୁଟ୍ କରିଦେଇଛି। ତ ତାଙ୍କୁ ବହୁତ ରାଗ ଲାଗେ ଭିଡ଼ିଓ କଲାବେଳେ, ତ ସବୁବେଳେ ନୁହଁ, କେତେବେଳେ କେମିତି। ତ ତାପରେ କିନି ଭିଡ଼ିଓ ସାରିଲା ମାନେ ପନିପରିବା ରଖି ସାରିଲା ପରେ, ତ ଦେଖନ୍ତୁ ମାଛ ବି ଗୋଟେ ଜରିରେ ଥୁଆ ହେଇଛି। ତ ତାକୁ ଏବେ ଧୋଇବାକୁ ନେବି, ଆଉ ଧୋଇବି। ଆଣିଥିଲେ ଏଇଟା ମାନେ ଓଡ଼ିଶାରେ ଆମର କହୁଛନ୍ତି ବାଳିଆ, ଏଠି କହୁଛନ୍ତି ଭାକୁର, ଭାକୁର କି ଏମିତି କ'ଣ କହୁଛନ୍ତି। ଆଉ କ'ଣ ଯେ ମାଛଟା ଟିକେ ମୋର ଟିକେ ମନେ ପଡ଼ୁନି। ତ ବାଳିଆ ମାଛ ଆମର ଓଡ଼ିଶାରେ କୁହନ୍ତି ବାଳିଆ ମାଛ। ତ ସେଇଟା, ଆଉ ସେ ମାଛଟା ଆଣିଥିଲେ। ତ କିଲେ ପାଖାପାଖି ଆଣିଥିଲେ, ଛୋଟ ଛୋଟ ମାନେ 4ଟା ମାଛ ଆଣିଥିଲେ, କାଟିକି ଆଣିଥିଲେ ହାରି। ତ ସେରା ଯେହେତୁ ଗଡ଼ିଆରୁ ଧରୁଛନ୍ତି, ମାନେ ଏଠି ଛୋଟ ଛୋଟ ଯେଉଁ ସମୁଦ୍ର ରହିଛି ଗାଡ଼ିଆ ଭଳିଆ, ତ ତା'ର ଟିକେ ଇଏ, ତ ସେଇଥିରୁ କିନି ଏଠି ମାଛବାଲା ମାଛ ମାରିକି ଆଣୁଛନ୍ତି। ଦେଖନ୍ତୁ ସିଏ ଗଲେ ରଖାରଖି କରିବେ ଧୋଇବାକୁ। ତ ସେଠି କିନି ମୁଁ ବର୍ତ୍ତମାନ ସବୁ ବାସନରା ଧୋଇକି ରଖିଥିଲି, ତ ସେଠି ପୁଣି ଯାଇକି ଚିଡ଼ିଲେ। ତ ଭିଡ଼ିଓ ମୁଁ ବନ୍ଦ କରିକି ତାପରେ କିନି ସେସବୁକୁ ବାସନ ସବୁ ଷ୍ଟାଣ୍ଡରେ ଲଗେଇଲି। ତାପରେ କିନି ମାଛକୁ ବାହାର କଲି ଧୋଇବାକୁ। ତ ଏଇଠି ବି ଚିଡ଼ୁଥିଲେ, ମାଛ ଧୁଆ ହେଇନି, ଭିଡ଼ିଓ କରୁଛନ୍ତି, ଇଏ କରୁଛନ୍ତି। ତ ଯାହା ଚିଡ଼ିବା କଥା ଚିଡ଼, ଯେହେତୁ ଭିଡ଼ିଓ କରୁଛି ତ ମୋତେ ଟିକେ ସବୁ କିଛିର ତ ମୁଁ ଦେଖେଇ ପାରୁନି, ଯାହା ସେଇ ରୋଷେଇ କଲାବେଳେ ଟିକେ ଭିଡ଼ିଓ କରୁଛି। ତ ମୁଁ ଭାବିଲି କି ଟିକେ ଆଜି ଟିକେ ସବୁ ଭିଡ଼ିଓରା ଟିକେ କରିବାକୁ, ଆଉ ସେ ତ ଟିକେ ଚିଡ଼ିମିଡ଼ି ହେଉଛନ୍ତି। ତ କ'ଣ କରିବି, ଆଡ଼ଜଷ୍ଟ କରିକି ଟିକେ ଶାନ୍ତ ପଇଲାଠୁ ଟିକେ ଭିଡ଼ିଓ କଲି। ତ ସେତେ ସେଇଭଳିଆ ଲୋକ, କ'ଣ କରିବା, ଟିକେ ଚିଡ଼ିମିଡ଼ି ହେଉଛନ୍ତି, ଟେନସନ୍ ହେଇଯାଉଛନ୍ତି ଟିକେ, ଆଉ ଟିକେ ଟିକେ କଥାରେ ଚିଡ଼ିମିଡ଼ି ହେବେ। ତ ସେମିତି ମୁଁ ସେ ମାଛ ଗୁଡ଼ାକ ତା ଭିତରୁ କିନ୍ତୁ ସବୁ ଟିକେ ଟିକେ ଥିଲେ। ଦେଖନ୍ତୁ କେମିତି ଚିଡ଼ୁଛନ୍ତି ଚିଡ଼ୁଛନ୍ତି, ମୁଁ ତାଙ୍କ ମୁହଁଟା ଦେଖେଇଦେଲି, ସେ ଚିଡ଼ୁଛନ୍ତି। ତ ମୋତେ ହସ ଲାଗୁଥିଲା, ଯେତେ ଚିଡ଼ୁଥିଲେ ମୁଁ ହସୁଥିଲି। ତ ସେ ଟିକେ ରାଗିଲା ବେଳେ ସେତିକିବେଳେ ସେଟା ସବୁ କାମ କରିଦିଅନ୍ତି। ଦେଖନ୍ତୁ ସେ କେମିତି ହେଉଛନ୍ତି ଚିଡ଼ିକିରି, ମାନେ ରାଗରେ କିନି ଅଛନ୍ତି ଚିଡ଼ି ଚିଡ଼ିକା, ଆଉ ସେ ସବୁ କାମରା ସେ ନିଜେ କରି ପକାଉଛନ୍ତି। ତାପରେ କିନି ମୁଁ ଏଇଠିକିନି ତାପରେ ମାଛ ଧୁଆଧୁଇ ସରିଲା, ଅଧିକଟେ ଚିଡ଼େଇ ଦେଲାଠୁ ତାପରେ ମାଛ ଧୁଆଧୁଇ କରିସାରିଲି। ତାପରେ ଶାନ୍ତ ହେଇକିରି ବସିଲେ, ମୁଁ ଷ୍ଟାଣ୍ଡରେ ଲଗେଇ ଦେଇକି ତାପରେ କିନି ମାଛଟା ଭାଜିଲି। ତ ମାଛଟା ଭାଜିଲି, ସେ ଯେଉଁ ମାଛ ଯେଉଁ ଫୁଟବଲ ଭଳିଆ ଉଡ଼ୁଛି, ତ ତାକୁ ମୁଁ ଘୋରେଇକିରି ତାକୁ ମାଛଟା ଭାଜୁଛି। ମାନେ ଏତେ ଜୋରେ ସେ ଫୁଟୁଛି, ମୋର ପୁରା ହାତ ଫାତ ମୁହଁ ଫୁହଁ ସବୁ ଫୁଟିକି ମାନେ ମୋ ଉପରେ କିନି ପଡ଼ିଛି। ତ କାନ୍ଥ ଫାନ୍ଥ ଚାରିଆଡ଼େ ହେଇଗଲା। ତ ତାକୁ ମୁଁ ଘୋରେଇକା ମାଛଟାକୁ ଭାଜୁଛି ସ୍ଲୋ ମିଡ଼ିୟମ୍ରେ କିନି। ଆଉ ମାନେ କୁହନ୍ତୁନି ସେଦିନ ମାନେ ଏତେ ଡେଞ୍ଜରିଆ ମାଛ, ମାନେ କହିବାକୁ ନାହିଁ। ତାକୁ ମୁଁ ଘୋରେଇକିରି ମାଛ, ମାନେ କୌଣସି କେଉଁ ଜାଗାରେ କିନି କିଏ ଘୋରେଇକିରି ମାଛକୁ ଭାଜିଲେଣି, ମୁଁ ଘୋରେଇକିରି ମାଛ ଭାଜୁଛି। ସେମାନେ ଏମିତି ଡେଉଁଛି ମାଛ, ମାନେ ଫୁଟୁଛି କହିବାକୁ ନାହିଁ। ସେ ଫୁଟୁଛି ଏତେ ଜୋରରେ, ସେ ମାଛ କି ମାଛ କ'ଣ, ବାଳିଆ ମାଛ ତ କହୁଛନ୍ତି, କି ବାଳିଆ ମାଛ ମାନେ ଫୁଟୁଛି, ସେ ଖାଲି ମାନେ ଢାଉ ଢାଉ ହେଇକିରି ଫୁଟୁଛି। ପୁରା ଘର ଫର ତେଲ ହେଇଗଲାଣି। ତ ସେଥିପାଇଁ ଏଇ ଫୁଟିଲା ପୁଣି ଗୋଟେ। ତ ଡରିକା ତାକୁ ମୁଁ ସେଦିନ ଭାଜିଲି। ଆଉ ତାପରେ କିନି ମୋର ହାତ ଫାତ ହେଇଗଲାଣି, ଯେଉଁ ତେଲ ପୁରା ଗରମ ତେଲ, ବେଶୀ ବି ଗରମ ମାନେ ସ୍ଲୋ ମିଡ଼ିୟମ୍ରେ ଗ୍ୟାସ୍ଟାକୁ ରଖିଛି, ବେଶୀ ବି ତେଜ କରୁନି, କାହିଁକିନା ପୋଡ଼ିଯିବ ମାଛ। ମୁଁ ଘୋରେଇକି ରଖୁଛି ଯେହେତୁ, ତ ସବୁବେଳେ ତ ଖେଳେଇ ପାରିବିନି ମାଛଟାକୁ, ଭାଜି ପାରିବିନି, ସେ ଫୁଟୁଛି। ତ ଦେଖନ୍ତୁ ମୁଁ କେମିତି ଡରିକା ତାକୁ ଭାଜୁଛି। ତ ଏମିତି ଥିଲା ସେଦିନ।
ତାପରେ କିନି ମାଛ ଭାଜିଲା ବେଳେ ଆଉ କିଛି କହିଲେନି, ତାପରେ ଚୁପଚାପ ହେଇକିରି ବସିଲେ। ଆଉ ମୁଁ ମାଛ ଭାଜି ସାରିଲି, ତାପରେ ତରକାରୀ କଲି, ତାପରେ ଯାଇକିରି ପିଆଜ ରସୁଣ ସବୁ ଛଡ଼େଇଲେ। ତାପରେ ମୁଁ ଟିକେ ସେତିକି ଆଉ ଟିକେ ଭିଡ଼ିଓ କରିଥାନ୍ତି ତାଙ୍କର, ତ ସେ ଯେମିତି ଟିକେ ଚିଡ଼ି ପିଡ଼ି ହେଉଥିଲେ ମୁଁ ଆଉ ଭିଡ଼ିଓ ମାନେ ବେଶୀ କିଛି କଲିନି। ତ ଯେତିକି ଯାହା ଏମିତି ଭିଡ଼ିଓ କରିନି, ମାନେ ସେଠି ଚିଡ଼ି ମିଡ଼ି ହେଲେ ମୁଁ ଚିଡ଼େଇ ଦେଲେ ଆଉ ଟିକେ ଚିଡ଼ିବେ। ତ ଏଠିକି ମୋର ସବୁ ଘୋରେଇକିରି ଭାଜିଲି ମାଛ, ମାନେ ଏମିତି ଫୁଟୁଛି ମୋର ଦେହ ହାତ ମୁହଁ ହେଇଗଲାଣି। ଘୋରେଇକିରି ମୁଁ ମାଛଟା ଭାଜୁଛି, ମୋ ତେଲ ଫୁଟିକିରି କାନ୍ଥ ସବୁଆଡ଼େ ହେଇଗଲାଣି। ସେ ହେଉଛି କି ମାଛଟା ବାଳିଆ ନା କ'ଣ ଗୋଟେ। ହଁ ମା, ହଁ ହଁ। ତ ଏଠି ଆମର ଆଳୁଟା ଟିକେ ତେଲରେ କିନି ଭାଜି ଦେଲା ପରେ, ତାପରେ ପୁଣି ଟିକେ ତେଲ ଦେଇକିରି ତାପରେ ପିଆଜ କାଟିକି ରଖିଥିବା ପକେଇ ନେଲି। ତ ମୁଁ ପାଖକୁ ନେଇକି ଭିଡ଼ିଓ ଆଜି କରିପାରିଲିନି, କାହିଁକିନା ବହୁତ ଜୋରରେ ମାଛ ଫୁଟୁଥିଲା। ଆଉ ମୁଁ ଟିକେ ଦୂରରେ ରଖିକିରି ଯାହା ବି ପକାଇଛି ଭିଡ଼ିଓ କରିଛି। ତ ଏଇଠି କିନି ଗୋଟେ ଦେଖନ୍ତୁ, ଗୋଟେ ଛୋଟ କଟୋରରେ କିନି ମାନେ ମୁଁ ଗରମ ମସଲା, ହଳଦୀ, ଲଙ୍କାଗୁଣ୍ଡ ସେସବୁକୁ ପାଣିରେ କିନି ମୁଁ ମିଶାଇକିରି ମାନେ ଗୋଳେଇକି ରଖିଥିଲି ଭେଦେଇକି। ତ ସେଟାକୁ ଟିକେ ଗୋଳେଇକି ରଖିଦେଲେ ସେ ମାନେ ପାଣିରେ କିନି ଭେଦିକି ଥିବ, ବତୁରିକି ଥିବ। ତ ତେଲରେ କିନି ପିଆଜ ପକାଇ ସାରିଲା ପରେ ତେଲରେ କିନ୍ତୁ ପକାଇଦେବେ, ଦେଖିବ ବହୁତ ସୁନ୍ଦର ସ୍ମେଲ୍ ଆସିବ, ବହୁତ କଲର୍ ବି ଭଲ ସୁନ୍ଦର କଲର୍ ବି ଆସିବ। ଆଉ କାଶ୍ମୀର ରେଡ଼୍ ଚିଲି, ସେଥିରେ କିନି ଲଙ୍କାଗୁଣ୍ଡ, କାଶ୍ମୀର ରେଡ଼୍ ଚିଲି ଆଉ ଗରମ ମସଲା, ହଳଦୀ ତାକୁ ସବୁ ମୁଁ ଗୋଳେଇ ଦେଇଥିଲି। ତ ଏଠି କିନି ପିଆଜ, ରସୁଣ, ଜିରା, ଅଦା, ସୋରିଷ ସେସବୁକୁ ପୁରା ପେଷିକି ରଖିଥିଲି, ଗ୍ରାଇଣ୍ଡିଂ କରି ରଖିଥିଲି, ତାକୁ ବି ପକାଇ ନେଲି। ତାପରେ ଲୁଣ ପକାଇ ନେଲି। ତାପରେ କିନି ଟମାଟୋ, ତାକୁ ବି ଟମାଟୋ ପେଷିକି ରଖିଦେଲି। ଟମାଟୋକୁ ପେଷିଦେଲି, ମାନେ ଅଧିକ ଝୋଳ ଦରକାର ନା, ଟମାଟୋ ଟିକେ ପେଷିକି ପକାଇଦେଲେ ସେ ଟିକେ ଝୋଳ ହେବ ଅଧିକ। ତ ଏଠି କିନି ମସଲା କଷି ସାରିଲା ପରେ ସବୁ ଟିକେ ଭଲସେ ମସଲାଟା କଷି ହେଇଗଲାଠୁ ତାପରେ ଆଳୁଟାକୁ ରଖିଥିଲି, ତାକୁ ସେଥିରେ କିନି ଟିକେ ପକାଇ କଷିଦେଲି। ମାନେ କଷିଦେଲା ପରେ ତାପରେ କିନି ପାଣି ଦେଇଦେଲି। ତ ଫୁଟିଗଲା ପରେ ଆଉ ମୁଁ ମାଛକୁ ପକାଇ ଦେଇଥିଲି। ତ ତେଲରେ କିନି ନା ମୁଁ ପୁରା ଆଳୁଟାକୁ ପୁରା ତେଲରେ କିନି ଘୋରେଇ ତାକୁ ମୁଁ ସିଝେଇ ଦେଇଥିଲି। ତ ପାଣିରେ କିନି ପାଣି ଦେଲା ପରେ ତରକାରୀରେ କିନି ବହୁତ ଜଲ୍ଦି ସିଝିଗଲା ଆଳୁଟା। ଆଉ ଆଳୁ ମାନେ ମାଛ ତରକାରୀରେ କିନି ଆଳୁ ପକାଇକି ତରକାରୀ କଲେ ମାନେ ବହୁତ ଭଲ ଲାଗିବ, ଯେହେତୁ ଏଇଟା ବାଳିଆ ମାଛଟା ସେଥିରେ କିନି ପକାଇଲେ ଭଲ ଲାଗିବ। ତ ଏଇଟା ଛୋଟ ଛୋଟ ମାଛ 4ଟା ଆଣିଥିଲେ, ତ ଛୋଟ ପିସ୍ ଗୁଡ଼ାକ ବହୁତ ଛୋଟ ଛୋଟ। ତାର ମାନେ ଛୋଟ ମାଛଟାର ମାନେ ଆମର ଯେମିତି ଗାଁରେ କିନି ଛଡ଼ି ପକାନ୍ତି, ଛଡ଼ିରେ କିନି ଯେଉଁ ମାଛ ଗୁଡ଼ା ଭାକୁର, ବାଳିଆ ଆଉ ଏଇ ଯେଉଁ ମାଛ ଗୁଡ଼ାକ ଆସନ୍ତି ମାନେ ପଡ଼ନ୍ତି, ସେଇ ମାଛର ଇଏ। ତ ସେ ମାନେ ଏଠି ଛଡ଼ି ପକାଇଥିଲେ, ସେ ଛଡ଼ିରେ କିନି ମାଛ ଧରିଥିଲେ। ଆଉ ସେଇ ମାଛରୁ 4ଟା ଆଣିଥିଲେ, 4ଟା କାଟିକିନି। ତ ଏଇଠି କିନି ମୁଁ ସେସବୁ ମାଛ ପକାଇଥିଲି। ତାପରେ କିନି ମାଛ ପକାଇ ସାରିଲା ପରେ ଆମ୍ବୁଲ 2ଟା ପକାଇଛି। ଏ ଆମ୍ବୁଲ ନା ମାନେ ଏତେ ଆମ୍ବିଳା, ଖଟା ବହୁତ ଖଟା ମାଛ, ମାନେ ଯେଉଁ ଆମ୍ବିଳା ହେଇଥିଲା ମାଛ ତରକାରୀଟା ଏଟା। ତ ଆମ୍ବୁଲ ଆମେ ଗାଁରୁ ଆସିଲା ବେଳକୁ ଆମ୍ବୁଲ ନେଇକି ଆସୁ। ଆଉ ଯେହେତୁ ତରକାରୀ ମାଛ ତରକାରୀ ଟିକେ ଅଧିକ ଟାଇମ୍ ହୁଏ, ତ ମାଛ ତରକାରୀରେ ଆମର ଟିକେ ଆମ୍ବୁଲ ପଡ଼େ। ତ ଏଠି ପୁରା ରେଡ଼ି ହେଇଗଲା ମାଛ ତରକାରୀ। ତ ଏବେ ଖାଇବାକୁ ବସିଲେ, ମୋ ଝିଅ ତା ବାପା ବସିଛନ୍ତି ଖାଇବାକୁ। ତ ଏଠିକିନି ମୁଁ ନେଉଥିଲି। ତ ଆଉ ସେଠିକି ଖାଇବା ଟାଇମ୍ରେ କିନି ଭିଡ଼ିଓ କରିକି କହୁଥିଲି ଭିଡ଼ିଓ ବନେଇ ବୋଲି, ଆଉ ବନେଇଲିନି, କାହିଁକିନା ପୁଣି ଚିଡ଼ିବେ କି କ'ଣ କରିବେ। ତାପରେ କିନି ରାଗରେ କିନି ଆଉ ସେଥିପାଇଁ ଭିଡ଼ିଓ କଲିନି। ଯାହା ମୁଁ ମାଛ ତରକାରୀ ଯେତେ ବାଢ଼ିଲି ସେତିକି ଭିଡ଼ିଓ କରିଛି। ତ ଡରିକିରି ମୁଁ ଆଉ ଭିଡ଼ିଓ କଲିନି, କାଳେ ଅଧିକ ଝଗଡ଼ା ଫଗଡ଼ା କରିବେ କି କ'ଣ, ଆଉ ଭିଡ଼ିଓ କଲିନି। ଯେହେତୁ ସେ ଟିକେ ରାଗି ଲୋକ, ତ ତାଙ୍କୁ ଟିକେ ସେ ବୁଝାବୁଝି କଲା ପରେ ତାପରେ ଠିକ୍ଠାକ୍ ହେଇଗଲା। ତାପରେ କିନ୍ତୁ ବେଶୀ ରାଗି ନାହାନ୍ତି, ଅଳ୍ପ କିଛି ରାଗିଛନ୍ତି। ତ ଟିକେ କଥାରେ ସେ ରାଗିଯାଆନ୍ତି, ସେଥିପାଇଁ ମୁଁ ଆଉ ଭିଡ଼ିଓ ମାନେ ତାଙ୍କର ଆଉ ଭିଡ଼ିଓ କଲିନି। ସେ ବହୁତ ସାରା ବି ସେଠିକିନି ପିଆଜ ରସୁଣ ଛଡ଼ାଛଡ଼ି କରିକି ମୋତେ ଦେଲେ, ସବୁ ଠିକ୍ଠାକ୍ କଲେ, ମସଲା ପେଷିଲେ, ସବୁ କଲେ, ଟମାଟୋ ପେଷାପେଷି କଲେ। ମୁଁ ସେସବୁ ଭିଡ଼ିଓ ଆଉ କଲିନି। ତ ମୁଁ ପଛରେ କିନି ଖାଲି ମୁଁ ଯାହା ତରକାରୀ କଲାବେଳେ କିନି ଭିଡ଼ିଓ କରିଛି, ତାଙ୍କର ଆଉ ଭିଡ଼ିଓ କଲିନି, ରାଗିଯିବେ। ତ ସେଥିପାଇଁ ତ ଯେତିକି ତ ହେଲା।
ତ ବେଶୀ ଆଗେ ତ ଟୋଟାଲି ଆସନ୍ତିନି, ଏବେ ଟିକେ ଟିକେ ଆସିଲେଣି। ତାପରେ କିନି ମଝିରେ ବି ଏବେ ବି କହୁଥିଲେ ଆଜି ହେଉଛି ସଣ୍ଡେ, ମୁଁ ଏବେ ଯେହେତୁ ଭିଡ଼ିଓଟା ଏଡ଼ିଟିଂ କରୁଛି ମୋତେ କହୁଥିଲେ କାଙ୍କଡ଼ ପଛପଟେ ହେଇଛି ଆଉ କାଙ୍କଡ଼ ଆଣିକିରି ମସଲା ଦେଇକିରି ଭାଜିବ ଆଉ ରେସିପି କରିକି ଛାଡ଼ିବ। ମୁଁ କହିଲି ହଁ ଆଉ ଟିକେ ଚିଡ଼ିବ। ତ ଏମିତି ସକାଳେ ବି କହୁଥିଲେ। ମୁଁ କହିଲି ଦିଅ ଛାଡ଼, ସେ ଟିକେ ଅବୁଝା ଲୋକ ବୁଝେଇ ଦେଲେ ସେ ବୁଝିଯିବେ। ତ ଏଇଠିକି ଏଣ୍ଡ କରୁଛି।